ଯେ ପିତା କି ମାତାକୁ ମୋ ଠାରୁ ଅଧିକ ପ୍ରିୟ ଜ୍ଞାନ କରେ ସେ ମୋହର ଯୋଗ୍ୟ ନୁହେଁ। ପୁଣି ଯେ ପୁତ୍ର କି କନ୍ୟାକୁ ମୋ ଠାରୁ ଅଧିକ ସ୍ନେହ କରେ ସେ ମୋହର ଯୋଗ୍ୟ ନୁହେଁ। ଆଉ ଯେ ଆପଣା କୃଷ ନେଇ ମୋହର ଅନୁଗମନ ନ କରେ ସେ ମୋହର ଯୋଗ୍ୟ ନୁହେଁ। ପ୍ରଭୁ ଏ ପଠିତ ବାକ୍ୟ ଦ୍ୱାରା ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଆମମାନେ ଯଦି ପ୍ରଭୁଙ୍କର ପଛେ ଚାଲିବା ପାଇଁ ତ ମୁଁ ତାହାଙ୍କର ଏକ ଶିଷ୍ୟ ହେବା ପାଇଁ ଆଉ ପ୍ରଭୁଙ୍କର ଯୋଗ୍ୟତା ଲାଭ କରିବାର ଅଛି, ତାହେଲେ ଆମେ ଆମମାନଙ୍କର ଆତ୍ମୀୟ ପରିଜନ, ଇଭେନ୍ ଆମ ପରିବାରର ପିତା ମାତା ଭାଇ ଭଉଣୀ, ସେ ସମସ୍ତଙ୍କ ଠାରୁ ଅଧିକ ପ୍ରିୟ ଜ୍ଞାନ ଆମମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଆମେ କରିବାର ଅଛି। ଆଉ ଆମମାନଙ୍କର ରିଲେଟିଭ୍ସ, ଭାଇ ଭଉଣୀ, ପିତା ମାତା, କନ୍ୟା ପୁତ୍ର, ସେ ସମସ୍ତଙ୍କ ଉଚ୍ଚରେ ଆମମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟକୁ ଆମେ ସ୍ଥାନ ଦେବାର ଅଛି। ଆଉ ସମସ୍ତଙ୍କ ଠାରୁ ଅଧିକ ସ୍ନେହ କରିବାର ଅଛି ବା ସମସ୍ତଙ୍କ ଠାରୁ ଅଧିକ ପ୍ରେମ କରିବାର ଅଛି। ଆମେ ଅଧିକାଂଶ ସମୟ ନିଜର ପୁଅ ଝିଅ, ଭାଇ ଭଉଣୀ, ସ୍ୱାମୀ ସ୍ତ୍ରୀ, ଏହି ପ୍ରକାର ପରିବାରକୁ ହିଁ ଆମେ ପ୍ରେମ କରୁ। କିନ୍ତୁ ପ୍ରଭୁ ଏ ବାକ୍ୟରେ ଆମମାନେ କହୁଛନ୍ତି ଆଉ ଯଦି ଏମାନଙ୍କ ଠାରୁ ଅଧିକ ସ୍ନେହ ନ କରିବା ତାହେଲେ ଆମେ କେବେ ବି ଶିଷ୍ୟର ଯୋଗ୍ୟତା ହୋଇପାରିବା ନାହିଁ, ତାହାଙ୍କର ଯୋଗ୍ୟ ହୋଇପାରିବା ନାହିଁ। ଲେଖାଯାଏ ମୋ ଠାରୁ ଅଧିକ ସ୍ନେହ ଯଦି କରେ ମୋର ଶିଷ୍ୟ ବା ମୋର ଯୋଗ୍ୟ ନୁହେଁ ବୋଲି। ପ୍ରିୟମାନେ, ଆମମାନେ କାହାକୁ ଅଧିକ ପ୍ରେମ କରୁଛୁ, କାହାର ମନୋଯୋଗୀ ବେଶୀ ହେଉଛୁ, ଏ ବିଷୟ ହିଁ ଆମେ ଏଠାରେ ଦେଖୁ। ତାପରେ ଆମେ ଦେଖୁ ଯେ ଆପଣା କୃଷ ନେଇ ଯଦି ପ୍ରଭୁଙ୍କର ପଛେ ଚାଲିବା ନାହିଁ ହେଲେ ମଧ୍ୟ ଆମେ ଯୋଗ୍ୟତା ତାହାଙ୍କର ଯୋଗ୍ୟ ହୋଇପାରିବା ନାହିଁ। କି ଆଶ୍ଚର୍ଯ୍ୟ ବିଷୟ! ଆମେ ଯେତେବେଳେ ଏଇ ଜଗତରେ ଚାଲୁ ଆମମାନଙ୍କର କୃଷର ଆବଶ୍ୟକ ଅଛି। ପ୍ରଭୁଙ୍କର କୃଷ ପ୍ରଭୁ ବହନ କଲେ, କିନ୍ତୁ ଆମମାନଙ୍କର କୃଷକୁ ଆମେ ପ୍ରତିଦିନ ବହନ କରିବାର ଅଛି। ଆଉ ସେଇ କୃଷ ଆପଣା କୃଷ ନେଇ ଯିଏକି ଚାଲେ ନାହିଁ ସେ ଯୋଗ୍ୟ ନୁହେଁ। କୃଷର ଅର୍ଥ ଦୁଃଖ, କଷ୍ଟ, ଅପମାନ। ସେଦିନ ସେ କୃଷ ବହି ଚାଲିଥିଲେ, ତାର ଅର୍ଥ ସେହି ସମୟର ଦଣ୍ଡ ଯେ କୃଷ ବହି, କୃଷରେ ଟଙ୍ଗା ଯିବା, କୃଷରେ ଦଣ୍ଡ ପାଇ ମୃତ୍ୟୁବରଣ କରିବା ଅପରାଧୀମାନଙ୍କର ଦଣ୍ଡ ଥିଲା। ସେହି ସମୟର ସେ ଜିହୁଦୀମାନଙ୍କର ନିୟମ ଅନୁସାରେ, ଜିହୁଦୀମାନଙ୍କର ବ୍ୟବସ୍ଥା ଅନୁସାରେ ଗତ ଦିନମାନଙ୍କର ଆମେ ଦେଖୁଥିଲୁ ଯେ ଖୁଣ୍ଟରେ ଟଙ୍ଗାଯାଇ ସେ ଅଭିଶପ୍ତ ବୋଲି। ତାର ଅର୍ଥ ଗୋଟେ ଦୁର୍ଦ୍ଦାନ୍ତ ଅପରାଧୀକୁ ହିଁ କୃଷ ବହି ଚାଲିବାକୁ ହେବ ଆଉ ସେଇ କୃଷରେ ମରିବାକୁ ହେବ। ଏଠାରେ ଆମେ ଦେଖୁ ଯେ କି ନିଜ କୃଷକୁ ବହିବ, ଅର୍ଥାତ୍ ସେଇ ନିଜେ ଅପରାଧୀ ବୋଲି ନିଜେ ତାଡ଼ିତ ପ୍ରଭୁଙ୍କର ନିମନ୍ତେ ସେ କଷ୍ଟ ଉଠାଇବ। ପ୍ରଭୁଙ୍କ ନିମନ୍ତେ ସେ ଯେତେବେଳେ ଅନୁଗମନ କରୁଛି କୃଷ ବହି, ପ୍ରଭୁଙ୍କର ପଛେ ଚାଲିବାର ଅଛି ନିଜ କୃଷ ନେଇକି, ଆପଣା କୃଷ ନେଇ। ଆଉ ସେଇ ପ୍ରକାର ଯଦି ଆମେ କରୁ ତେବେ ହିଁ ଆମେ ଏହି ଜଗତରେ ତାହାଙ୍କର ଗୋଟେ ଯୋଗ୍ୟ ବିବେଚିତ ହୋଇ ଆମେ ଆଗକୁ ବଢ଼ିପାରିବା। କି ଆଶ୍ଚର୍ଯ୍ୟ ବିଷୟ! ପ୍ରଭୁ ହିଁ ତାହା ଚାହୁଁଛନ୍ତି ଆମ ଜୀବନରେ। ତେଣୁକରି ଆମେ ଏହି ବାକ୍ୟ ପ୍ରକାରେ ଆମମାନଙ୍କର ଜୀବନକୁ ପରଖିବା, ଆମର ଜୀବନକୁ ଆମେ ପଚାରିବା, ଆମେ ପ୍ରକୃତରେ ଏହି ପ୍ରକାର ଜୀବନରେ ତାହାଙ୍କୁ ଗୌରବ ଦେଇ ଆଗକୁ ବଢ଼ୁଅଛୁ କି? ଆମେ ଏହି ପ୍ରକାର ଭାବେ ପ୍ରଭୁଙ୍କୁ ଗୌରବ ଦେଉଛୁ କି? ନା ଆମର ପୁଅ ଝିଅ ସ୍ୱାମୀ ସ୍ତ୍ରୀମାନଙ୍କୁ ପ୍ରଭୁଠାରୁ ଅଧିକ ପ୍ରେମ କରି ଆଗକୁ ବଢ଼ୁଅଛୁ? ତେଣୁକରି ପ୍ରଭୁଙ୍କର ବାକ୍ୟ ଅନୁସାରେ ଆମେ ଆଗକୁ ବଢ଼ିବା। ଯେଉଁ ପ୍ରଭୁଙ୍କର ବାକ୍ୟରେ ଆମେ ଯଦି ଆହୁରି ଦେଖିବା ତାହେଲେ ଏହି ସମ୍ପର୍କୀୟ ବାକ୍ୟ ଆମମାନଙ୍କୁ ଉତ୍ସାହ ପ୍ରଦାନ କରିଥାଏ। ତାହା ହେଉଛି ଲୁକ 14 ତାର 26 ପଦ। ଯଦି ଆମେ ଦେଖିବା ସେଠାରେ ଲେଖାଯାଏ, କେହି ଯେବେ ମୋ ନିକଟକୁ ଆସି ଆପଣା ପିତା ମାତା ଭାର୍ଯ୍ୟା ସନ୍ତାନ ଭ୍ରାତା ଓ ଭଗ୍ନୀମାନଙ୍କୁ ଏପରିକି ଆପଣା ପ୍ରାଣକୁ ସୁଦ୍ଧା
ଅପ୍ରିୟ ଜ୍ଞାନ ନ କରେ ସେ ମୋହର ଶିଷ୍ୟ ହୋଇପାରେ ନାହିଁ। ଦେଖନ୍ତୁ ଏଠାରେ ମଧ୍ୟ ସମସ୍ତଙ୍କୁ ତ ପ୍ରେମ କରିବା ଅପେକ୍ଷା ପ୍ରଭୁଙ୍କୁ ବେଶୀ ପ୍ରେମ କରିବା, ତା ସହିତ ନିଜର ପ୍ରାଣକୁ ମଧ୍ୟ ଆମେ ପ୍ରେମ ନ କରି ନିଜର ପ୍ରାଣକୁ ଅପ୍ରିୟ ଜ୍ଞାନ କରି ଯଦି ଆମେ ପ୍ରଭୁଙ୍କର ଅନୁଗମନ କରିବା ତେବେ ହିଁ ତାହାଙ୍କର ଶିଷ୍ୟ ହୋଇପାରିବା, ଶିଷ୍ୟର ଯୋଗ୍ୟତା ଆମେ ପାଇପାରିବା। ଦେଖନ୍ତୁ ଏହି ବିଷୟ ଯେଉଁଟାକି ଆମମାନଙ୍କୁ ଆଜି ପ୍ରଭୁ ଚାହୁଁଛନ୍ତି ଯେ ପ୍ରଭୁଙ୍କୁ ଅଧିକ ପ୍ରେମ କରି ବାକି ସମସ୍ତଙ୍କୁ ପଛରେ ପକାଇ, ତାର ଅର୍ଥ ନାହିଁ ଯେ ଆମେ ପ୍ରେମ କରିବା ନାହିଁ, ତାଙ୍କ ପ୍ରତି ମନୋଯୋଗୀ ହେବା ନାହିଁ, କିନ୍ତୁ ପ୍ରଭୁ ଚାହୁଁଛନ୍ତି ଯେ ତାଙ୍କର ଶିଷ୍ୟର ଯୋଗ୍ୟତା ଆଉ ତାଙ୍କର ଯୋଗ୍ୟତା ଯଦି ହେବାର ଅଛି ତାହେଲେ ତାହାଙ୍କର ସେଇ ଅନୁଗମନ ନିମନ୍ତେ ସେ ସର୍ତ୍ତ ରଖିଛନ୍ତି। ତାହାଙ୍କୁ ଛଡ଼ା କାହାକୁ ମଧ୍ୟ ଅଧିକ ପ୍ରିୟ ଜ୍ଞାନ ନ କରିବା ନିମନ୍ତେ। ଆଉ ଏଠାରେ ପ୍ରଭୁଙ୍କର ବାକ୍ୟରେ ଯଦି ଦେଖିବା ଆମେ ଆହୁରି ସେଇ ଲୁକ 9:23 ଯଦି ଆମେ ଦେଖିବା ତାହେଲେ ସେଠାରେ ଲେଖାଯାଏ, ସେତେବେଳେ ସେ ସମସ୍ତଙ୍କୁ କହିଲେ, କେହି ଯେବେ ମୋହର ଅନୁଗାମୀ ହେବାକୁ ଇଚ୍ଛା କରେ ତେବେ ସେ ଆପଣାକୁ ଅସ୍ୱୀକାର କରୁ, ପୁଣି ପ୍ରତିଦିନ ଆପଣା କ୍ରୁଶ ଘେନି ମୋହର ଅନୁଗମନ କରୁ। ପ୍ରତିଦିନ କ୍ରୁଶ ଘେନି ଚାଲୁ। ଆମେ ଦେଖୁଥିଲୁ ଆପଣା କ୍ରୁଶ ଘେନି ଅନୁଗମନ କରିବାର ଅଛି ତାଙ୍କ ପଛେ, କିନ୍ତୁ ଏଠାରେ ଆଡ଼୍ କରାଯାଇଛି ନିଜକୁ ତ ଅପ୍ରିୟ ଜ୍ଞାନ କରିବାର ଅଛି ଆଉ ଅସ୍ୱୀକାର କରିବାର ଅଛି, ପୁଣି ପ୍ରତିଦିନ କ୍ରୁଶ ଘେନି ତାହାଙ୍କର ପଛେ ଚାଲିବାର ଅଛି। ପ୍ରତିଦିନ ପ୍ରଭୁଙ୍କର ବାକ୍ୟରେ ଆମେ ଦେଖୁ ପ୍ରତିଦିନ ଆମ ବ୍ୟକ୍ତିଗତ ଜୀବନରେ ଆମେ କ୍ରୁଶ ବହି ଚାଲିବା ବିଷୟ କି ଆଶ୍ଚର୍ଯ୍ୟ ଲାଗେ। ତେଣୁକରି ପ୍ରିୟମାନେ ପ୍ରଭୁଙ୍କର ବାକ୍ୟ ଅନୁସାରେ ଆମେ ନିଜ ନିଜକୁ ପ୍ରସ୍ତୁତ କରିବା, ଆଉ ଯଦି ପ୍ରଭୁଙ୍କର ଯୋଗ୍ୟ ଶିଷ୍ୟ ହୋଇ ଆଗକୁ ବଢ଼ିବାର ଅଛି ତାହେଲେ ଆମେ ଏହି ପ୍ରକାର ଭାବେ ହିଁ ଆଗକୁ ବଢ଼ିବା। ପ୍ରଭୁ ଆମମାନଙ୍କୁ ପ୍ରଚୁର ଅନୁଗ୍ରହ କରନ୍ତୁ। ଜାଣିବା ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ହିଁ ସତ୍ୟ ପ୍ରଭୁ, ତାଙ୍କ ଛଡ଼ା ଏହି ଜଗତର ଆଉ କେହି ନାହିଁ ପରିତ୍ରାଣ ଦେବା ପାଇଁ। ନିଜର ପାପକୁ ସ୍ୱୀକାର କରି ଆମେ କ୍ଷମାପ୍ରାପ୍ତ ହେବା ଆଉ ପ୍ରଭୁଙ୍କର ପଛେ ଚାଲିବା। ଆଉ ଯଦି ବଞ୍ଚିବା ପ୍ରଭୁଙ୍କୁ ବିଶ୍ୱାସ କରି ତାହେଲେ ସବୁଠାରୁ ଅଧିକ ପ୍ରେମ, ଅଧିକ ପ୍ରିୟ ଜ୍ଞାନ କରିବା ଆମମାନଙ୍କର ପ୍ରଭୁଙ୍କୁ, ନିଜକୁ ନାହିଁ, ନିଜର ପରିବାରକୁ ନାହିଁ। ଆଉ ସେ ପ୍ରକାର ଆମେ ଆଗକୁ ବଢ଼ିବା ତାଙ୍କର ସେବାରେ, ତାଙ୍କର ଏହି ବାକ୍ୟ ପାଳନ କରିବାରେ, ପ୍ରାର୍ଥନା କରିବାରେ, ତାଙ୍କର ସାକ୍ଷୀ ହେବାରେ, ସବୁ କ୍ଷେତ୍ରରେ ପ୍ରଭୁଙ୍କୁ ପ୍ରଥମ ସ୍ଥାନ ଦେବା। ଆଉ ଆମ ଜୀବନରେ ଦୁଃଖ ଆସିବ, କଷ୍ଟ ଆସିବ ଆଉ ନିନ୍ଦା ଆସିବ, ସେଇଟା ହିଁ ଆମମାନଙ୍କ ନିମନ୍ତେ ଆମର କ୍ରୁଶ। ତାହା ଘେନି ପ୍ରତିଦିନ ଚାଲିବା, ପ୍ରତିଦିନ ବାହାରୁ ଅନେକ ବିରୋଧ ପୁଣି ଶତ୍ରୁମାନଙ୍କ ଠାରୁ ଶୁଣିବା, ତାହା ହିଁ ଆମମାନଙ୍କର ସହାୟକ ହେବ ପ୍ରତିଦିନ କ୍ରୁଶ ବହି ଚାଲିବା ନିମନ୍ତେ। ଆମମାନଙ୍କର କ୍ରୁଶ ବହିବା, ଆମେ କଷ୍ଟ ଉଠାଇବା, ତାହା ହିଁ ଯୋଗ୍ୟ ବିବେଚିତ ହେବା। ପ୍ରଭୁ ଏ ବାକ୍ୟ ଦ୍ୱାରା ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।